ଡ୍ରାଇଭିଂ ଲାଇସେନ୍ସକୁ ନେଇ ଆସିଲା ବଡ଼ ଅପଡେଟ୍। ଆବେଦନକାରୀମାନେ ଯେକୌଣସି ସହରରୁ ବିଏନପିଆରି କରିପାରିବେ ଏବଂ ଡ୍ରାଇଭିଂ ପରୀକ୍ଷା ଦେବାକୁ ସେମାନଙ୍କୁ ଆରଟିଓ ଅଫିସକୁ ଯିବାକୁ ପଡ଼ିବ ନାହିଁ। ତ କ'ଣ ରହିଛି ସମ୍ପୂର୍ଣ୍ଣ ଖବର? ଡ୍ରାଇଭିଂ ଲାଇସେନ୍ସକୁ ନେଇ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କିନ୍ତୁ ତା ପୂର୍ବରୁ ନିଶ୍ଚିତ ଭିଡ଼ିଓକୁ ଲାଇକ୍ କରିଦେବେ। ଚ୍ୟାନେଲକୁ ପ୍ରଥମ ଥର ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନରେ ଟିପି ଅଲ୍ରେ ସିଲେକ୍ଟ କରିବାକୁ ଜମାରୁ ଭୁଲିବେ ନାହିଁ। ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଲୋକଙ୍କୁ ଅଧିକ ଦୌଡ଼ିବାକୁ ପଡ଼ିବ ନାହିଁ। ପରିବହନ ବିଭାଗ ଏକ ନୂଆ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଛି, ଯାହା ପରମାନେଣ୍ଟ ଡିଏଲ୍ ତିଆରି କରିବା ସହଜ କରିବ। ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଥିଲା। ବିଶେଷ କରି ପରମାନେଣ୍ଟ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଲୋକଙ୍କୁ ଆରଟିଓ ଅଫିସ ଭିଜିଟ୍ କରିବାକୁ ପଡୁଥିଲା। ହେଲେ ପରିବହନ ବିଭାଗ ବର୍ତ୍ତମାନ ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟାକୁ ସରଳ କରିବାକୁ ଚିନ୍ତା କରୁଛି। ଏହାପରେ ପରମାନେଣ୍ଟ ବିଏଲ୍ ମଧ୍ୟ ଅସ୍ଥାୟୀ ଠିକଣା ଆଧାରରେ ତିଆରି କରାଯାଇପାରିବ। କେବଳ ଏତିକି ନୁହେଁ, ଲୋକମାନେ ଅନ୍ୟ ସହରରେ ରହୁଥିଲେ ମଧ୍ୟ ବିଏଲ୍ ତିଆରି କରିବାରେ ସକ୍ଷମ ହେବେ। ଏହା ଆବେଦନକାରୀଙ୍କୁ ବହୁତ ସୁବିଧା ଯୋଗାଇବାକୁ ଯାଉଛି। ବିଏଲ୍ ପାଇଁ ଆବେଦନ କରୁଥିବା ଲୋକମାନେ କୌଣସି ସହରରେ ରହି ପରମାନେଣ୍ଟ ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ଏବଂ ଡ୍ରାଇଭିଂ ପରୀକ୍ଷା ଦେବାକୁ ସେମାନଙ୍କୁ ଆରଟିଓ ଅଫିସକୁ ଯିବାକୁ ପଡ଼ିବ ନାହିଁ। ନୂଆ ନିୟମ ଅନୁଯାୟୀ ଯେକୌଣସି ସ୍ଥାନରୁ ଲର୍ଣ୍ଣର ଲାଇସେନ୍ସ ପ୍ରସ୍ତୁତ କରାଯାଇପାରିବ। କ୍ୟାସଲେସ୍ ସୁବିଧା ପ୍ରବର୍ତ୍ତନ ପରେ ଆବେଦନକାରୀମାନେ କୌଣସି ସହରରୁ ବିଏଲ୍ ତିଆରି କରିପାରିବେ। ସେମାନଙ୍କର ଆଧାର କାର୍ଡରେ ଲେଖାଯାଇଥିବା ଠିକଣା ଅନୁଯାୟୀ ବିଏଲ୍ ତିଆରି ହୋଇପାରିବ। ତଥାପି ଏହି ସୁବିଧା ପରମାନେଣ୍ଟ ଡିଏଲ୍ରେ ଉପଲବ୍ଧ ନାହିଁ। ଅନଲାଇନ୍ ପ୍ରୟୋଗର ସୁବିଧା ଏନ୍ଆଇସି ସଫ୍ଟୱେର୍ରେ ଉପଲବ୍ଧ। ଆବେଦନ ପରେ ଦେୟ ମଧ୍ୟ ଜମା କରିବାକୁ ପଡ଼ିବ। ହେଲେ ଯେତେବେଳେ ଆବେଦନକାରୀ ଡିଏଲ୍ ସଂଗ୍ରହ କରିବାକୁ ଆରଟିଓ ଅଫିସରେ ପହଞ୍ଚିବେ, ଦେଇଥିବା ଦେୟ ଫେରସ୍ତ ପାଇବେ। ଡିଏଲ୍ ପାଇବାକୁ ମଧ୍ୟ ଆବେଦନକାରୀଙ୍କୁ ତାଙ୍କର ପ୍ରକୃତ ଠିକଣାର ସହରର ଆରଟିଓ ଅଫିସ ଯିବାକୁ ପଡ଼ିବ। ଲୋକମାନେ କୌଣସି ସମସ୍ୟାର ସମ୍ମୁଖୀନ ଆଉ ହେବେ ନାହିଁ। ଏକ ଅସ୍ଥାୟୀ ଠିକଣା ସହିତ ଏକ ଆଇଡି କାର୍ଡ ଥିବା ସତ୍ତ୍ୱେ ବହୁତ ସଂଖ୍ୟକ ଲୋକ ସ୍ଥାୟୀ ବିଏଲ୍ ପାଇବାକୁ ସକ୍ଷମ ନୁହନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଏହି ବଡ଼ ପରିବର୍ତ୍ତନ ପାଇଁ ଯୋଜନା କରିଛି। ଏହି ଯୋଜନା କେବେ ଏବଂ କିପରି କାର୍ଯ୍ୟକାରୀ ହେବ, ଏପର୍ଯ୍ୟନ୍ତ ଏ ବିଷୟରେ ଅଧିକ ସୂଚନା ପ୍ରକାଶ ସାମ୍ନାକୁ ଆସିନାହିଁ। ତ ଏ ଥିଲା ଡ୍ରାଇଭିଂ ଲାଇସେନ୍ସକୁ ନେଇ ସମ୍ପୂର୍ଣ୍ଣ ଖବର। ଭିଡ଼ିଓକୁ ଲାଇକ୍ କରିଦେବେ, ସେୟାର କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ।